ଆଜିର ପ୍ରସଙ୍ଗ ଏକ ଦେଶ ଏକ ନିର୍ବାଚନର ଆବଶ୍ୟକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ନୀନା ସାହୁ। ଗଣତାନ୍ତ୍ରିକ ଢାଞ୍ଚାରେ ନିର୍ବାଚନ ହେଉଛି ଏଭଳି ପ୍ରକ୍ରିୟା ଯେଉଁଥିରେ ନାଗରିକ ପ୍ରତ୍ୟେକ ସ୍ତରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥାଏ। ସ୍ୱାଧୀନତା ପରଠାରୁ ଦେଶରେ ଅନୁଷ୍ଠିତ ଲୋକସଭା ଏବଂ ବିଧାନସଭା ନିର୍ବାଚନଗୁଡ଼ିକରେ ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଲୋକସଭା ଏବଂ ବିଧାନସଭାଗୁଡ଼ିକ ପାଇଁ ଏକକାଳୀନ ନିର୍ବାଚନ ଏକ ପୂର୍ବ ପ୍ରଚଳିତ ପଦ୍ଧତି। ଏହାଦ୍ୱାରା ମତଦାତା ନିଜ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଦିନରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ମତ ଦେଇଥାନ୍ତି। ଏଭଳି ପ୍ରୟାସର ବହୁ ସୁଦୂର ପ୍ରସାରୀ ସୁଫଳ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଦେଶ ଏକ ନିର୍ବାଚନ ପଦ୍ଧତିକୁ ଆଇନ ସମ୍ମତ ପୁନଃ ପ୍ରଚଳନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଲୋକସଭାରେ ଗତକାଲି ଏ ସଂକ୍ରାନ୍ତ ବହୁ ପ୍ରତୀକ୍ଷିତ ଦୁଇଟି ବିଲ୍ ଆଗତ ହୋଇଥିଲା। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦୁଇଟିଯାକ ବିଲ୍ ଗୃହରେ ଆଗତ କରିଥିଲେ। ସେଗୁଡ଼ିକ ହେଉଛି ସମ୍ବିଧାନ 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024। ଏହି ବିଲ୍ ଆଗତ ସମୟରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ଦାବି ଉପସ୍ଥାପନ କରାଯାଇଥିଲା। ତାହା ହେଉଛି ଲୋକସଭାରେ ବିଲ୍ ଆଗତ ନେଇ ସଦସ୍ୟଙ୍କଠାରୁ ମତ ଗ୍ରହଣ କରାଯିବା। ଏହି ଦାବିକୁ ଶାସକ ମେଣ୍ଟ ଦଳ ଗ୍ରହଣ କରିବା ସହିତ ବିଲ୍ ଆଗତ ନେଇ ମତ ନିଆଯାଇଥିଲା। ବିଲ୍ ଆଗତ ସପକ୍ଷରେ 269 ଜଣ ଏବଂ ବିପକ୍ଷରେ 198 ଜଣ ସଦସ୍ୟ ଭୋଟ ଦେଇଥିଲେ। ବହୁମତ ଆଧାରରେ ଦୁଇଟିଯାକ ବିଲ୍ ଗୃହରେ ଆଗତ ହୋଇଥିଲା। ବିଲ୍ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଭଳି ପ୍ରସ୍ତାବ ସଂଘୀୟ ଶାସନ ବ୍ୟବସ୍ଥାର ପରିପନ୍ଥୀ ବୋଲି ଅଭିଯୋଗ କରାଯାଇଥିଲା। ଅଧିକ ତର୍ଜମା ପାଇଁ ଏହି ବିଲ୍ ଦୁଇଟିକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ପାଇଁ ସେମାନେ ଦାବି କରିଥିଲେ। ଏଭଳି ଅଭିଯୋଗକୁ ଆଇନ ମନ୍ତ୍ରୀ ଶ୍ରୀ ମେଘୱାଲ ଖଣ୍ଡନ କରି କହିଥିଲେ, ସମ୍ବିଧାନର ସଂଘୀୟ ଢାଞ୍ଚାକୁ କେହି ବଦଳାଇ ଦେଇପାରିବେ ନାହିଁ। ଏପରିକି ଆଲୋଚନା କାଳରେ ବିଲ୍ ଦୁଇଟିକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ସପକ୍ଷରେ ମଧ୍ୟ ମନ୍ତ୍ରୀ ଶ୍ରୀ ମେଘୱାଲ ମତ ଦେଇଥିଲେ। ଏହି ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ୍ରେ ବିଲ୍ ସମ୍ପର୍କିତ ଆଲୋଚନା ବେଳେ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ନେଇ ପରାମର୍ଶ ଦେଇଥିଲେ। କାରଣ ଏହି ବିଲ୍ ଉପରେ ପ୍ରତ୍ୟେକ ସ୍ତରରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପରିଶେଷରେ ବିଲ୍ ଆଲୋଚନାର ନିର୍ଯାସ ସ୍ୱରୂପ ବିଲ୍ ଦୁଇଟିକୁ ଯୁଗ୍ମ ସଂସଦୀୟ କମିଟିକୁ ଅଧିକ ବିଚାର ବିମର୍ଶ ପାଇଁ ପଠାଇ ଦିଆଯାଇଛି। ଯୁଗ୍ମ ସଂସଦୀୟ କମିଟି ବା ଜେପିସି ହେଉଛି ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଯାହା ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଅଧିକ ବିଚାର ବିମର୍ଶ କରିବା ପାଇଁ ଗଠନ କରାଯାଇଥାଏ। ଏଥିରେ ଉଭୟ ଗୃହର ଶାସକ ଓ ବିରୋଧୀ ଦଳର ମନୋନୀତ ପ୍ରତିନିଧି ସଦସ୍ୟ ଭାବେ ସାମିଲ ହୋଇଥାନ୍ତି। ଏହି କମିଟିର ସଦସ୍ୟ ସଂଖ୍ୟା, କାର୍ଯ୍ୟପ୍ରଣାଳୀ, ବିଚାର ବିମର୍ଶ ଆଧାରିତ ସୁପାରିଶ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥାଏ। ସମ୍ପୃକ୍ତ ପ୍ରସଙ୍ଗଟି ନେଇ ସୁପାରିଶ ପରେ ଯୁଗ୍ମ ସଂସଦୀୟ କମିଟି ଆଉ କାର୍ଯ୍ୟକାରୀ ହୁଏ ନାହିଁ। ଯୁଗ୍ମ ସଂସଦୀୟ କମିଟିର ସୁପାରିଶ ଏକ ପରାମର୍ଶ ଅଟେ ଏବଂ ଏହାକୁ ଦୃଷ୍ଟିରେ ରଖି ସରକାର ତାଙ୍କର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଥାନ୍ତି। ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗରେ ସରକାର ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। 2023 ସେପ୍ଟେମ୍ବର 2 ତାରିଖରେ ଗଠନ କରାଯାଇଥିବା ଏହି କମିଟିର ମୂଳ ଉଦ୍ଦେଶ୍ୟ ଥିଲା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବାର ସମ୍ଭାବ୍ୟତା ଉପରେ ପରାମର୍ଶ ପ୍ରଦାନ କରିବା। ଏହି କମିଟି ସାଧାରଣ ଜନତା, ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ଏବଂ ଏହି ପ୍ରସଙ୍ଗ ସହ ଜଡ଼ିତ ବିଶେଷଜ୍ଞ ତଥା ବେସରକାରୀ ଅନୁଷ୍ଠାନଠାରୁ ମତାମତ ସଂଗ୍ରହ କରିଥିଲା। ଏହାର ଆଧାରରେ କମିଟି ଏହାର ପରାମର୍ଶଗୁଡ଼ିକ କେନ୍ଦ୍ର ସରକାରଙ୍କଠାରେ ଦାଖଲ କରିଥିଲା। ଗତ ସେପ୍ଟେମ୍ବର 18 ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ଉଚ୍ଚସ୍ତରୀୟ କମିଟିର ପରାମର୍ଶକୁ ଅନୁମୋଦନ କରିବା ସହିତ ସଂସଦରେ ଏ ସଂକ୍ରାନ୍ତ ବିଲ୍ ଆଗତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ତଥା ଆଇନର ବିଭିନ୍ନ ଦିଗକୁ ବିଶ୍ଳେଷଣ କରାଯାଇ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏକକାଳୀନ ନିର୍ବାଚନ ଯଦିଓ ଭାରତର ଗଣତାନ୍ତ୍ରିକ ପଦ୍ଧତି ପାଇଁ ନୂଆ ନୁହଁ, ତଥାପି ଏହାର ପୁନଃ ପ୍ରଚଳନ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ ହେବା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା, ଖର୍ଚ୍ଚ ହ୍ରାସ ଏବଂ ଅନ୍ୟାନ୍ୟ ବିକାଶୋନ୍ମୁଖୀ କାର୍ଯ୍ୟଗୁଡ଼ିକର ସମୟୋପଯୋଗୀ ସଫଳ ରୂପାୟନ ସମ୍ଭବ ହୋଇପାରିବ।